ଓଡ଼ିଆ ଭାଷାର ବର୍ଣ୍ଣାଶୁଦ୍ଧିର କାରଣ ଓ ନିରାକରଣ ଦର୍ଶାଅ। ଭାଷା ବ୍ୟବହାର କ୍ଷେତ୍ରରେ ଦୁଇଟି ମାଧ୍ୟମ ପରିଲିଖିତ। ଗୋଟିଏ ହେଉଛି କଥନ ମାଧ୍ୟମ ଭାଷା, କଥିତ ଭାଷା। ଅନ୍ୟଟି ଲିଖନ ଓ ପଠନ ମାଧ୍ୟମ ପାଇଁ ପ୍ରଚଳିତ ଲିଖିତ ଭାଷା। ଅର୍ଥାତ୍ ଭାଷା ବ୍ୟବହାର ପାଇଁ ଆମର ଦୁଇଟି ମାଧ୍ୟମ ରହିଛି, ଗୋଟେ ହେଲା କଥିତ ଆଉ ଗୋଟେ ହେଲା ଲିଖିତ। ଶୁଦ୍ଧ କଥନ ଓ ଶୁଦ୍ଧ ଲିଖନ ଭାଷାର ଶୁଦ୍ଧତାର ପରିଚାୟକ। ପ୍ରତ୍ୟେକ ଭାଷା ନିଜସ୍ୱ ବୈଶିଷ୍ଟ୍ୟ ଥିବା ଭଳି ଓଡ଼ିଆ ସ୍ୱକୀୟ ବୈଶିଷ୍ଟ୍ୟ ରହିଛି। ଓଡ଼ିଆ ଭାଷାର ବର୍ଣ୍ଣମାଳା, ଏହାର ବନାନଗତ ଶୁଦ୍ଧତା ଏବଂ ଏହାର ଉପଯୁକ୍ତ ଉପଯୋଗ ଜନିତ ଶୁଦ୍ଧ ବାକ୍ୟ ବିନ୍ୟାସ ଇତ୍ୟାଦି ଏହାର ଗୌରବ ରକ୍ଷା କରିଛି। ଅର୍ଥାତ୍ ସବୁ ଭାଷାର ନିଜ ନିଜର ବୈଶିଷ୍ଟ୍ୟ ବା ନିଜ ନିଜର ମୁଖ୍ୟ ପ୍ରକୃତି ଗୁଡ଼ିକ ରହିଛି, ସେହିପରି ଓଡ଼ିଆ ଭାଷାର ମଧ୍ୟ କେତେ ଗୁଡ଼ିଏ ରହିଛି। ଓଡ଼ିଆ ଭାଷାର କଥିତ ରୂପ ଓ ଲିଖନ ରୂପରେ କେତେକ ଅସମତା ଲକ୍ଷ୍ୟ କରାଯାଇଥାଏ। କଥନ ସମୟରେ ଆମେ ଦୀର୍ଘ ବର୍ଣ୍ଣ ପ୍ରତି ସଚେତନ ହଉ। ହ୍ରସ୍ୱ ଓ ଦୀର୍ଘ ବର୍ଣ୍ଣ ତଥା ହ୍ରସ୍ୱଇକାର ଓ ଦୀର୍ଘଇକାର, ହ୍ରସ୍ୱଉକାର ଓ ଦୀର୍ଘଉକାର ଥିବା ଶବ୍ଦ ଲିଖନ କାଳରେ ସଚେତନ ହେବାକୁ ପଡ଼ିଥାଏ। ନଚେତ୍ ଶବ୍ଦଗତ ପାର୍ଥକ୍ୟ ଜଣାପଡ଼େ ନାହିଁ। ଯଥା କୂଳ, ଆଉ ଗୋଟେ ହେଲା ହ୍ରସ୍ୱ ବାଲା କୂଳ ଆଉ ଦୀର୍ଘ ବାଲା କୂଳ। ଦେଖ, ହ୍ରସ୍ୱ କୂଳରେ ଅର୍ଥ ହେଲା ବଂଶ, ଅର୍ଥବାଚକ ଭାବରେ ବ୍ୟବହାର, ଆଉ ଦୀର୍ଘ କୂଳରେ ତୀର୍ଥ ଅର୍ଥବାଚକ ଭାବରେ ବ୍ୟବହାର କରାଯାଏ। ତେଣୁ ବନାନଗତ ଶୁଦ୍ଧତା ପ୍ରତି ଧ୍ୟାନ ନ ଦେଲେ ଅର୍ଥ ପ୍ରତୀତିରେ ବିକଳ ପରିସ୍ଥିତି ସୃଷ୍ଟି ହୁଏ। ଅର୍ଥାତ୍ ଯେଉଁ ବନାନଗତ ଅଶୁଦ୍ଧି ବା ହ୍ରସ୍ୱ ଦୀର୍ଘ ପ୍ରତି ଯଦି ଧ୍ୟାନ ନ ଦେଲେ ତାର ଅର୍ଥ ମଧ୍ୟ ବଦଳି ଯାଇଥାଏ। ଶବ୍ଦ ଗୁଡ଼ିକ ସୁନିୟନ୍ତ୍ରିତ ଓ ସୁସମାନ୍ୱିତ ଅର୍ଥବାଚକତାର ସଂଯୋଗରେ ଗଠିତ ହୋଇଥାଏ ବାକ୍ୟ। ଆମର କହିବା ଭଙ୍ଗୀରେ ଓ ଲେଖିବା ଭଙ୍ଗୀରେ ବାକ୍ୟଗତ ଶୁଦ୍ଧତା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଅସାବଧାନ ଭାବରେ ବାକ୍ୟ ଗଠିତ ହେଲେ ଏହା କଦର୍ଥ ପ୍ରକାଶ କରିଥାଏ। ଅତଏବ ଶବ୍ଦଗତ ଶୁଦ୍ଧତା ଥାଇ ବାକ୍ୟଗତ ଶୁଦ୍ଧତା ନଥିଲେ ତାହା ଗ୍ରାହ୍ୟ ହୋଇନଥାଏ। ଏଠାରେ ଶବ୍ଦଗତ ଓ ବାକ୍ୟଗତ ଶୁଦ୍ଧତା ସମ୍ପର୍କରେ ଆଲୋକପାତ କରାଯାଇଛି। ଆମେ ଯେପରି ହ୍ରସ୍ୱ ଦୀର୍ଘ ଉଚ୍ଚାରଣ ସମୟରେ ଆମେ କିଛି ପାର୍ଥକ୍ୟ ଦେଖିନଥାଉ, କିନ୍ତୁ ଲେଖିବା ସମୟରେ ସେଥିରେ ଆମକୁ ଧ୍ୟାନ ଦେବାକୁ ପଡ଼ିଥାଏ। ଏବେ ପ୍ରଥମେ ଆମେ ଦେଖିବା ବନାନଗତ ଅଶୁଦ୍ଧି। ଓଡ଼ିଆ ଭାଷାରେ ବ୍ୟାପକ ଶବ୍ଦ ସମ୍ପଦ ରହିଛି। ଏହାର ପ୍ରତିଟି ଶବ୍ଦର ସ୍ୱତନ୍ତ୍ର ବନାନ ରହିଛି। ବନାନ ଜନିତ ଅଶୁଦ୍ଧି ରହିଲେ ଶବ୍ଦର ଅର୍ଥ ବଦଳି ଯାଇଥାଏ। ଯେପରି ହ୍ରସ୍ୱ ଦୀର୍ଘରେ ଯେମିତି ଅର୍ଥ ବଦଳି ଯାଇଥାଏ, ସେହିପରି ବିଷ୍ଣୁପଦ ଉଭୟ ଶବ୍ଦରେ କେବଳ ଦୀର୍ଘଇକାରର ପ୍ରଭେଦ। ଏଥିପାଇଁ ଉଭୟ ଶବ୍ଦର ଅର୍ଥଗତ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ଓଡ଼ିଆ ଭାଷାରେ ସାଧାରଣତଃ ତାଲବ୍ୟ, ମୂର୍ଦ୍ଧନ୍ୟ, ଦନ୍ତେଶ ଏବଂ ହ୍ରସ୍ୱଇକାର, ହ୍ରସ୍ୱଉକାର, ଦୀର୍ଘଉକାର ଏବଂ ଦୀର୍ଘଉକାର ପ୍ରଭୃତି ପ୍ରୟୋଗ ଯଥାର୍ଥ ଭାବରେ ନ ରହିଲେ ବନାନଗତ ତ୍ରୁଟି ରହିଥାଏ। କେତେକ କ୍ଷେତ୍ରରେ ଯୁକ୍ତାକ୍ଷର ପ୍ରୟୋଗରେ ମଧ୍ୟ ବନାନଗତ ତ୍ରୁଟି ରହିଥାଏ। ଏସବୁ ପ୍ରତି ସାବଧାନ ହୋଇ ଏହାର ନିରାକରଣ ପାଇଁ ପ୍ରଯତ୍ନ କରାଗଲେ ବନାନଗତ ଅଶୁଦ୍ଧତା ଦୂର କରାଯାଇପାରେ। ଏଠାରେ ବନାନଗତ କେତୋଟି ଅଶୁଦ୍ଧ ଶବ୍ଦ ଓ ଏହାର ଶୁଦ୍ଧ ରୂପକୁ ଦର୍ଶାଯାଇଛି। ଏବେ ଆମେ ଦେଖିବା ବନାନଗତ ଶୁଦ୍ଧି ଓ ଅଶୁଦ୍ଧି କିପରି ହୋଇଥାଏ, ତାର ଏବେ ଉଦାହରଣ ମାଧ୍ୟମରେ ବୁଝିବା। ଅଞ୍ଜଳି, ଆଉ ଗୋଟେ ଦେଖ, ତାର ଅଞ୍ଜଳିରେ ବନାନଗତ ଅଶୁଦ୍ଧି ରହିଛି ଅଞ୍ଜଳିରେ ଏବଂ ତା ଶୁଦ୍ଧ ରୂପ ହେଉଛି ଅଞ୍ଜଳି। ଏଠି ଦୀର୍ଘଇକାର ଅଛି, ଏଠିରେ ହ୍ରସ୍ୱଇକାର ହେବ। ସେହିପରି ଅମିୟ, ଅମିୟରେ ମଧ୍ୟ ଦୀର୍ଘଇକାର ଅଛି, ହ୍ରସ୍ୱଇକାର ହେବା କଥା। ଅଧୀନ, ଅକ୍ରୂର, ଜୀବିକା, ବା ଅନାଟନ, ଏଠି ଅନାଟନଟା ଅନଟନ ହେବ। କୃତିତ୍ୱ, ଏଠି ବେଶୀ ମାତ୍ରାରେ ହ୍ରସ୍ୱଇ ଦୀର୍ଘଇ ଓ ହ୍ରସ୍ୱ ଦୀର୍ଘରେ ବେଶୀ ବନାନଗତ ଅଶୁଦ୍ଧି ଦେଖା ଦେଇଥାଏ। ଦୃଢ଼ତା, ମୀନାକ୍ଷୀ, ଅନାବଶ୍ୟକୀୟ, ଦେଖ ଅନାବଶ୍ୟକୀୟ ଦେଇছে, ଅନାବଶ୍ୟକ ହେବ। ଅନାଥିନୀ, ଅନାଥା। ଅକର୍ମଣ୍ୟ, ନ ଆଉ ଣ ମଧ୍ୟରେ ମଧ୍ୟ ପାର୍ଥକ୍ୟ ରହିଥାଏ ବେଳେବେଳେ। ଅନର୍ବ, ଅରଣ୍ୟ, ବାହ୍ୟକ, ବାହ୍ୟ। ବିଷର୍ଣ୍ଣ, ସିଂହନୀ, ସିଂହୀ। ସୌଜନ୍ୟ, ରଜକିନୀ, ରଜକୀ। ବାବାଜୀ, ମଧ୍ୟରାତ୍ର। ଶ୍ରୁତଲିଖନ। ତିଳୋତ୍ତମା, ଦେଖ ଏଥିରେ ମଧ୍ୟ ତୋର କେମିତି ପାର୍ଥକ୍ୟ ରହିଛି। ବାହନ, ଏଠି ଏଠିରେ ବାହନ ହେବ। ଦେଖ ପ୍ରଚୁର, ଏଠିରେ ଦେଖ ଦୀର୍ଘ ହ୍ରସ୍ୱ ଦୀର୍ଘ କେମିତି ଭୁଲ ରହିଛି। ଏବେ ଆମେ ଆଉ କେତେ ଗୁଡ଼ିଏ ବନାନଗତ ଅଶୁଦ୍ଧି ଦେଖିବା। ଦେଖ ଅବସନ୍ନ, ଣରେ ନ ହେଇଥାନ୍ତା। ଦେଖ ସେପରି ନିର୍ଦ୍ଦୋଷୀ, ନିର୍ଧିନୀ, ନିରୋଧ, ପରସ୍ପର, ଦେଖ ପରସ୍ପର ସ୍ୱର ପାର୍ଥକ୍ୟ ରହିଛି। ପ୍ରତିଯୋଗିତା, ଏଠି ଦୀର୍ଘଇ ଅଛି, ଏଠି ହ୍ରସ୍ୱଇ ହେବ।
ବିରୁପାକ୍ଷ ବିରୁପାକ୍ଷରେ ହର୍ଷଉ ଅଛି, ଏଠି ଦୀର୍ଘ ଉ ହେବ। ବିଷମ ସଗତ ପାର୍ଥକ୍ୟ ଦେଖ। ସାର୍ବଜନୀନ ଏଟା ସର୍ବଜନୀନ, ତାର ଠିକ ରୂପଟି ହେବ ସାର୍ବଜନୀନ। ସମୀଚୀନ ଏଟା ସମୀଚୀନଟା ହେବ, ଏଠି ଦୀର୍ଘ ଅଛି ଦେଖ। ଦୁଇଟି ଏଠି ହର୍ଷଇ ଅଛି, ଦୁଇଟି ସମୀଚୀନରେ, ଏଠି ଦେଖ ଶୁଦ୍ଧ ରୂପରେ ସମୀଚୀନରେ ସବୁ ଏଠି ଏଠି ଭୁଲ କହିଦେଲି, ଏଠି ହର୍ଷଇ ଅଛି, ଏଠି ଦୀର୍ଘ ଅଛି। ରବୀନ୍ଦ୍ର ରସିକ ମୈତ୍ରତା ଯାହା ଅଛି ମିତ୍ରତା ହେବ। ଶ୍ରୀକୃଷ୍ଣ ଏଟା ଶ୍ରୀକୃଷ୍ଣ, ଏଠି ର ଫଡ଼ା ଅଛି, ଏଠି ଦେଖ ନାହିଁ। ଏବେ ଆମେ ଦେଖିବା ଲିଙ୍ଗଗତ ଅଶୁଦ୍ଧି। ଓଡ଼ିଆ ଭାଷାରେ ପୁଲିଙ୍ଗ ସ୍ତ୍ରୀଲିଙ୍ଗ ବ୍ୟବହାର ସର୍ବାଧିକ, କ୍ଲିବଲିଙ୍ଗ ବ୍ୟବହାର ଅଳ୍ପ। ପୁଲିଙ୍ଗର ବିପରୀତ ଅର୍ଥରେ ସ୍ତ୍ରୀଲିଙ୍ଗ ବ୍ୟବହାର କ୍ଷେତ୍ରରେ କେତେକ ତ୍ରୁଟି ପରିଲିଖିତ ହୋଇଥାଏ। ଏଠାରେ ସେ ସମ୍ପର୍କ କେତେକ ଦୃଷ୍ଟାନ୍ତ ଦିଆଗଲା। ଏବେ ଆମେ ଲିଙ୍ଗଗତ ଅଶୁଦ୍ଧତା କିପରି ହୋଇଥାଏ ସେ ସମ୍ପର୍କେ ଆମେ ଉଦାହରଣ ମାଧ୍ୟମରେ ବୁଝିବା। ଶୁଦ୍ଧ ରୂପ ପ୍ରତି ସଚେତନ ହେଲେ ଏହି ଧରଣ ଅଶୁଦ୍ଧତା ଦୂର ହୋଇଯାଇପାରିବ। ଯଥା ନାୟକ, ତାର ଅଶୁଦ୍ଧ ରୂପ ହେଉଛି ପୁଲିଙ୍ଗ, ଏଟା ହେଲା ତାର ଅଶୁଦ୍ଧ ରୂପ ଅଛି ନାୟକୀ, ଶୁଦ୍ଧ ରୂପ ଅଛି ନାୟିକା। ତାର ସ୍ତ୍ରୀଲିଙ୍ଗରେ କେମିତି ଭୁଲ ହେଇଥାଏ ଦେଖ। ପାଚକୀ ଏଟା ଅଶୁଦ୍ଧ, ପାଚିକା ହେବ। ସୁବେଶା ହେବ, ତାର ସ୍ତ୍ରୀଲିଙ୍ଗଟା ସୁବେଶା ହେବ, କିନ୍ତୁ ଅଶୁଦ୍ଧତା ଦେଖାଯାଇଥାଏ। ଚନ୍ଦ୍ରବଦନ ଯେମିତି ଚନ୍ଦ୍ରବଦନା ହେବ ତାର ସ୍ତ୍ରୀଲିଙ୍ଗ। ଅନାଥର ଅନାଥିନୀ ନାଇଁ ହେବ, ଅନାଥା ହେବ। ବିହଙ୍ଗର ବିହଙ୍ଗିନୀ, ଏଟାର ଭୁଲ ହେଇଛି, ତାର ସଠିକ ଉତ୍ତରଟି ହେଇଯିବ ବିହଙ୍ଗୀ। ନିରପରାଧିନୀ ଏମିତି ହେବନି, ପରାଧା ହେବ, ଧିନୀ ହେବନି। ସୁକେଶା ହେବ, ତାର ସଠିକ ରୂପ ଶୁଦ୍ଧ ରୂପଟି। ଚାତକିନୀ ଯେମିତି ସ୍ତ୍ରୀଲିଙ୍ଗରେ ଶୁଦ୍ଧ କେମିତି ଅଶୁଦ୍ଧି ଦେଖାଯାଉଛି, ଯାହାକି ଚାତକିନୀ ହେବନି, ଚାତକୀ ହେବ। ସେପରି ଧୀରର ସ୍ତ୍ରୀଲିଙ୍ଗ ଧୀରେ ଲେଖା, ଏଟା ହେଉଛି ଅଶୁଦ୍ଧ ହେଇଯିବ, ଧୀରା ହେବ ସ୍ତ୍ରୀଲିଙ୍ଗ। ସନ୍ଧିଗତ ଅଶୁଦ୍ଧି। ବ୍ୟାକରଣ କାରକମାନଙ୍କ ମତେ ସନ୍ଧିଗୁଡ଼ିକ ସ୍ୱର ସନ୍ଧି, ବିସର୍ଗ ସନ୍ଧି ଭେଦରେ ଦ୍ୱିବିଧ। ଶବ୍ଦ ସନ୍ଧି କ୍ଷେତ୍ରରେ ଣତ୍ୱ ବିଧି ଓ ସତ୍ୱ ବିଧି ପାଳିତ ହୋଇଥାଏ। ଣତ୍ୱ ବିଧି ଅନୁଯାୟୀ ରୁ, ର ଓ ସ ଏହି ତିନି ବର୍ଣ୍ଣରେ ନ ଥିଲେ ଏଠାରେ ଣ ହୁଏ। ପୁନଶ୍ଚ ସ୍ୱରାନ୍ତ କ, ଗ, ପ, ଫ, ବ, ସ ପରେ ପରପଦ ମିଶିଲେ ଣ ହୁଏ, ଏହା ଣତ୍ୱ ବିଧି। ସେହିପରି ଓ, ଆ ଭିନ୍ନ ସ୍ୱର ବର୍ଣ୍ଣ ତଥା କ, ଅ, ର ପରେ ସ ଥିଲେ, ଏଇଟା ଦେଖ ଦନ୍ତେଶ ଥିଲେ ସେଠାରେ ମୂର୍ଧନ୍ୟଷ ହୋଇଥାଏ, ଏହା ସତ୍ୱ ବିଧି। ଏପରି ନିୟମର ସନ୍ଧି କରାଗଲେ ସନ୍ଧି ହୋଇଥିବା ଶବ୍ଦର ଶୁଦ୍ଧତା ଆସେ। ଯଥା ଆମେ ଦେଖିବା ଉଦାହରଣ ଦେଖ। ଗଣେଶ ଦେଖ କେମିତି ରହିଛି, ଗଣେଶରେ ଦୂରବସ୍ଥା, ସନ୍ନ୍ୟାସୀ, ରସତୀର୍ଣ୍ଣ, ପୁରସ୍କାର, ଭବଦୀୟ। ଦେଖିପାରୁଥିବ ଏଟା ଦେଖ କେମିତି ପାର୍ଥକ୍ୟ ରହିଛି। ସମାସଗତ ଅଶୁଦ୍ଧି। ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦର ମିଳନ ସମାସ ହୁଏ। ଏହା ଦ୍ୱାରା ଗଠିତ ହୋଇଥିବା ସଂକ୍ଷିପ୍ତ ପଦ ସମସ୍ତ ପଦ ରୂପେ ଖ୍ୟାତ। ସମସ୍ତ ପଦ ପ୍ରସ୍ତୁତି କ୍ଷେତ୍ରରେ ଅଜ୍ଞାତ ଓ ଅସାବଧାନତା ବଶତଃ ଅନେକ ତ୍ରୁଟି ରହିଥାଏ, ଯାହାକୁ ସମାସଗତ ଅଶୁଦ୍ଧି କୁହାଯାଏ। ଏହି ଧରଣର ପଦ ନିର୍ମାଣରେ ସଚେତନ ହେଲେ ସମାସଗତ ଅଶୁଦ୍ଧି ଦୂର ହୋଇଥାଏ। ଏଠାରେ କେତେକ ଦୃଷ୍ଟାନ୍ତ ଦିଆଯାଇପାରେ। ଯଥା ଅଶୁଦ୍ଧି ଦେଖ, ଗୁଣିଗଣ ଯାହାର ଶୁଦ୍ଧ ରୂପ ଅଛି, ଏଠି ଦେଖ ଏଠି ବି ଦେଖ କେତେ ଭୁଲ ରହିଛି। ଦିବାରାତ୍ରି, ଅଜ୍ଞାନୀ, ଆତ୍ମପୁରୁଷ, ତା ଶୁଦ୍ଧ ରୂପ ଏପଟେ ଦେଖିପାରୁଥିବ। ଦେଖ ଯେପରି ଏଠି ଥିଲା ଅଭିନେତା ଗଣ, ସମନ୍ୱୟ ପୂର୍ବକ, ନିରପରାଧୀ ଯାହାକୁ ନିରପରାଧ ହେବ, ଭାବାଶିଷ୍ଟ, ପକ୍ଷୀରାଜ ଦେଖ ଏଠି ହର୍ଷ ଦୀର୍ଘ କେମିତି ଭୁଲ ରହିଛି ସେଟା। ନିରୋଗୀ ନିରୋଗ ହେବ, ନିର୍ଧନୀ ନିର୍ଧନ ହେବ। ଶଶିଭୂଷଣ ଦେଖ ଏଠି ହର୍ଷ ଦୀର୍ଘ କେମିତି ଭୁଲ ରହିଛି। ସକ୍ଷମ କ୍ଷମ ହେବ, ମହିମମୟ ହେବ। ହସ୍ତିତନ୍ତ ହେବ, ଅହରାତ୍ର ହେବ। ରତ୍ନାକର ରତ୍ନାକର। ଅସମ। ଏବେ ଆମେ ସମାସଗତ ଆଲୋଚନା କରିସାରିଲେ ଏବେ ବଚନଗତ ଅଶୁଦ୍ଧି ଦେଖିବା। ଓଡ଼ିଆ ଭାଷାରେ ଏକ ବଚନ ଓ ବହୁ ବଚନ ଭାବରେ ବଚନ ପ୍ରୟୋଗ ଦ୍ୱିବିଧ ରୀତି ରହିଛି। ଏକ ସଂଖ୍ୟକକୁ ଏକ ବଚନ ଓ ଏକାଧିକକୁ ବହୁ ବଚନ ଭାବରେ ଗ୍ରହଣ କରାଯାଏ। ବଚନ ପ୍ରୟୋଗ କ୍ଷେତ୍ରରେ ଅସାବଧାନତା ବଶତଃ କେତେକ ତ୍ରୁଟି ଦେଖାଯାଏ। ସେହି ଧରଣ କେତେକ ତ୍ରୁଟି ତଥା ଏହାର ଶୁଦ୍ଧ ରୂପ ସମ୍ପର୍କରେ କେତୋଟି ଦୃଷ୍ଟାନ୍ତ ଦିଆଯାଇପାରେ। ଯଥା ଜନତାମାନଙ୍କର, ତାର ଶୁଦ୍ଧ ରୂପ ହେଉଛି ଜନତାର। ଅଧିକାଂଶ ଲୋକେ, ତାର ଶୁଦ୍ଧ ରୂପ ହେଉଛି ଅଧିକାଂଶ ଲୋକ।
ସବୁ ଲୋକମାନେ, ତାର ଶୁଦ୍ଧ ରୂପ ହେଉଛି ସବୁ ଲୋକ ବା ଲୋକମାନେ। ବନ୍ଧୁବର୍ଗ ମାନେ ବନ୍ଧୁମାନେ ବା ବନ୍ଧୁବର୍ଗ। ଗୋଟିଏ ପିଲାଟିଏ, ଗୋଟିଏ ପିଲା ବା ପିଲାଟିଏ। ପ୍ରତ୍ୟେକ ଛାତ୍ର ମାନେ ପ୍ରତ୍ୟେକ ଛାତ୍ର। ପର୍ବତମାଳା ରାଜି, ପର୍ବତମାଳା ବା ପର୍ବତରାଜି। ସେପରି ଅନେକ ଗୁଡ଼ିଏ କଥା, ଅନେକ କଥା ବା ଗୁଡ଼ିଏ କଥା। ପ୍ରତ୍ୟେକଗତ ଅଶୁଦ୍ଧି। ଓଡ଼ିଆ ଶବ୍ଦ ଭଣ୍ଡାରକୁ ବିଭିନ୍ନ ପ୍ରତ୍ୟୟ ସମୃଦ୍ଧ କରିଛି। ଶବ୍ଦର ପୂର୍ବ ଓ ପର ପ୍ରତ୍ୟୟ ଯୋଗ ନୂତନ ଶବ୍ଦ ସୃଷ୍ଟି ହୁଏ। ଧାତୁ ପରବର୍ତ୍ତୀ ପ୍ରତ୍ୟୟକୁ କୃଦାନ୍ତ ଓ ଶବ୍ଦ ପରବର୍ତ୍ତୀ ପ୍ରତ୍ୟୟକୁ ତଦ୍ଧିତ କୁହାଯାଏ। ଏଥିରେ କୁହାଗଲା ଶବ୍ଦର ପୂର୍ବ ଓ ପର ପ୍ରତ୍ୟୟ ଯୋଗରେ ନୂତନ ଶବ୍ଦ ଗଠିତ ହୋଇଥାଏ। ଧାତୁ ପରବର୍ତ୍ତୀ ପ୍ରତ୍ୟୟକୁ, ଯେଉଁ ଧାତୁର ପରବର୍ତ୍ତୀ ଯେଉଁ ପ୍ରତ୍ୟୟ ଗୁଡ଼ିକ ଲାଗିଥାଏ ତାହାକୁ କୃଦନ୍ତ କୁହାଯାଏ। ଆଉ ଧାତୁର ପରବର୍ତ୍ତୀକୁ ତଦ୍ଧିତ। ପୂର୍ବରୁ ଯେଉଁଟା ଲାଗିଥାଏ ସେଇଟା ହେଲା କୃଦନ୍ତ, ଆଉ ପରେ ଯେଉଁଟା ଲାଗିଥାଏ ସେଇଟା ହେଲା ତଦ୍ଧିତ। ଉଭୟ ପ୍ରକାରର ପର ପ୍ରତ୍ୟୟ ଯୋଗ ନୂତନ ଶବ୍ଦ ଗଠିତ ହୋଇଥାଏ। କେଉଁ ଶବ୍ଦ ପରେ କେଉଁ ପ୍ରତ୍ୟୟ ରହିଲେ ତାହା ଅଶୁଦ୍ଧ ହୁଏ, ସେଗୁଡ଼ିକର ଶୁଦ୍ଧ କ'ଣ ହୁଏ, ଏଠାରେ ତନ୍ମଧ୍ୟରୁ କେତୋଟି ଦୃଷ୍ଟାନ୍ତ ପ୍ରଦାନ କରାଯାଇପାରେ। ଯଥା କୃଦନ୍ତଗତ ଅଶୁଦ୍ଧି ଶୁଦ୍ଧ ରୂପ। ବିସ୍ଫୋରଣ, ଦେଖ ବିସ୍ଫୋରଣ ଦେଖ ଏମିତି ହେଇପାରେ। ସନ୍ଧାନ, ସନ୍ଧାନ, ଅନ୍ୱେଷୀ, ଅନ୍ୱେଷୀ। ଆକାଶଚୋର, ଆକାଶଚୋର। ଭ୍ରାମ୍ୟମାଣ, ଭ୍ରାମ୍ୟମାଣ। ବ୍ୟାଖ୍ୟା, ବ୍ୟାଖ୍ୟା, ତାର ଶୁଦ୍ଧ ରୂପ ହେଉଛି ବ୍ୟାଖ୍ୟା। ବିଧାୟକ, ତାର ଶୁଦ୍ଧ ରୂପ ହେଉଛି ବିଧାୟକ। ପ୍ରଜ୍ଞର, ପ୍ରାଜ୍ଞ। ଶାସ୍ତ୍ରକର, ଶାସ୍ତ୍ରକାର। ସେପରି ଗୃହୀତା, ଗୃହୀତା ଦେଖ ଗ୍ରହିତା ହେବ, ଗୃହୀତାର ଗ୍ରହିତା ହେବ। ସମାଧାନ, ସମାଧାନ। ସମାଧାନ, ତାର ଶୁଦ୍ଧ ରୂପ ହେଉଛି ସମାଧାନ। ପାପଚାରୀ, ପାପାଚାରୀ। କର୍ମକର, କର୍ମକାର। ବିଦ୍ୟମାନ, ବିଦ୍ୟମାନ। ଭଷଣ, ଭାଷଣ। ପୁଷ୍ଟିକାର, ପୁଷ୍ଟିକର। ପାର୍ଶ୍ୱଚର, ପାର୍ଶ୍ୱଚର। ସେପରି ତଦ୍ଧିତଗତ ଅଶୁଦ୍ଧିର ଶୁଦ୍ଧ ରୂପ ଦେଖିବା। ଦାଶରଥୀ, ଦାଶରଥୀ। ଅଧୀନସ୍ଥ, ଅଧୀନ। ଅନୁବାଦିତ, ଅନୁଦିତ। ଆଦିତ୍ୟ, ଆଦିତ୍ୟ। ରାବଣୀ, ରାବଣ। ଆରକ୍ତିମ, ଆରକ୍ତ। ପାବନୀ, ପାବନୀ। ଏକତ୍ରିତ, ଏକତ୍ର। ଆଧିକ୍ୟତା, ଆଧିକ୍ୟ। ଐକ୍ୟତା, ଐକ୍ୟ। ବୀରତ୍ୱତା, ବୀରତ୍ୱ। ବାହୁଲ୍ୟତା, ବାହୁଲ୍ୟ। ବୈରତା, ବୈର। ସାମୁଦ୍ରିକ, ସାମୁଦ୍ରିକ। ସମସାମୟିକ, ସମସାମୟିକ। ଆବଶ୍ୟକୀୟ, ତାର ଶୁଦ୍ଧ ରୂପ ହେବ ଆବଶ୍ୟକ। ବ୍ୟବସାୟିକ, ବ୍ୟାବସାୟିକ। ସୌଜନ୍ୟତା, ସୌଜନ୍ୟ। ସଂସାରିକ, ସାଂସାରିକ। ବାହ୍ୟିକ, ବାହ୍ୟ। ବିଭକ୍ତିଗତ ଅଶୁଦ୍ଧି। ବିଭକ୍ତି ପ୍ରୟୋଗରେ ବାକ୍ୟର ସୌନ୍ଦର୍ଯ୍ୟ ପରିସ୍ଫୁଟିତ ହୋଇଥାଏ। ମାତ୍ର ବିଭକ୍ତି ପ୍ରୟୋଗ କରିବା ବେଳେ ଅନେକ ପ୍ରକାରର ତ୍ରୁଟି ପରିଲକ୍ଷିତ ହୁଏ। ସେହି ଧରଣର କେତୋଟି ତ୍ରୁଟିପୂର୍ଣ୍ଣ ଶବ୍ଦ ଏହାର ଶୁଦ୍ଧ ରୂପକୁ ଏଠାରେ ଦର୍ଶାଯାଇପାରେ। ଯଥା ବିଭକ୍ତିଗତ ଅଶୁଦ୍ଧି ଓ ଶୁଦ୍ଧ ରୂପ। ଅଧୀନରେ, ଅଧୀନରେ। ସନ୍ଧିରେ, ଧୀରେ। ସକ୍ଷମ, କ୍ଷମ। ଏକତ୍ରେ, ଏକତ୍ର। ସବଂଶେ, ସବଂଶ। ସମୂଳେ, ସମୂଳ। ସେ ପାଣିକି ଆଣିବାକୁ ଯାଇଛି, ସେ ପାଣି ଆଣିବାକୁ ଯାଇଛି ଇତ୍ୟାଦି। ବିଶେଷ୍ୟ, ବିଶେଷଣଗତ ଅଶୁଦ୍ଧି। ଅନେକ କ୍ଷେତ୍ରରେ ବିଶେଷ୍ୟ ଓ ବିଶେଷଣ ପ୍ରୟୋଗ ଜନିତ ତ୍ରୁଟି ଦେଖାଯାଏ। ବିଶେଷ୍ୟରେ ବିଶେଷଣ ପ୍ରୟୋଗ ନ କରି କେତେଜଣ ବିଶେଷଣର ଦ୍ୱିରୁକ୍ତ ଅବସ୍ଥା ସୃଷ୍ଟି କରନ୍ତି। ଏହି ଧରଣର କେତେକ ତ୍ରୁଟି ଓ ଏହାର ଶୁଦ୍ଧ ରୂପକୁ ଏଠାରେ ଦର୍ଶାଯାଇଛି। ଯଥା ସଂକ୍ଷିପ୍ତରେ, ସଂକ୍ଷେପରେ। ସୌହାର୍ଦ୍ଦ୍ୟତା, ସୌହାର୍ଦ୍ଦ୍ୟ। ଆଧିକ୍ୟତା, ଆଧିକ୍ୟ। ଶୁଦ୍ଧି, ଶୁଦ୍ଧ। ପାଟବତା, ପାଟବା ବା ପଟୁତା। ସଂଯମତା, ସଂଯମ। ପ୍ରଚ୍ଛନ୍ନତା, ପ୍ରଚ୍ଛନ୍ନ। ଷାଣ୍ମାସିକ, ଷାଣ୍ମାସିକ। ସମ୍ମାନୀୟ, ସମ୍ମାନନୀୟ। ସାବଧାନ ସହିତ, ସାବଧାନ ସହିତ। ବାଷ୍ପୀୟତା, ବାଷ୍ପୀୟ। ଔଚିତ୍ୟତା, ଔଚିତ୍ୟ। ସୌଜନ୍ୟତା, ସୌଜନ୍ୟତା ବା ସୌଜନ୍ୟ। ଔଦାର୍ଯ୍ୟତା, ଔଦାର୍ଯ୍ୟ। ମୌଖିକତା, ମୌଖିକ। ଔଦ୍ଧତ୍ୟତା, ଔଦ୍ଧତ୍ୟ। ସେପରି ଆମେ ଦେଖିବା ସମାନାର୍ଥ ବୋଧକ ଶବ୍ଦ ଶୁଦ୍ଧି। ସମାନ ଅର୍ଥ ଥିବା ଅନେକ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ। ମାତ୍ର ପାଖାପାଖି ସମାନ ଅର୍ଥ ପ୍ରକାଶକ ଶବ୍ଦ ଥିଲେ ମଧ୍ୟ ସେଗୁଡ଼ିକ ଉପଯୁକ୍ତ ପ୍ରୟୋଗ କରା ନ ଗଲେ ବିଭ୍ରାଟ ସୃଷ୍ଟି ହୁଏ। ଏହି ଧରଣର କେତେକ ଶବ୍ଦର ବ୍ୟବହାର ଏଠାରେ ଦର୍ଶାଯାଇଛି। ଯଥା ଆଧି, ମାନସିକ କଷ୍ଟ। ବ୍ୟାଧି, ଶାରୀରିକ ରୋଗ। ଅଗଣ୍ୟ, ଖୁବ୍ ଅଧିକ। ନଗଣ୍ୟ, ଖୁବ୍ ଅଳ୍ପ। ଗ୍ରହ, ସୂର୍ଯ୍ୟଙ୍କୁ ପରିକ୍ରମା କରେ। ଉପଗ୍ରହ, ଗ୍ରହକୁ ପରିକ୍ରମା କରେ। ଅସ୍ତ୍ର, କ୍ଷେପଣ କରାଯାଏ। ଶସ୍ତ୍ର, ହାତରେ ଧରି ଯୁଦ୍ଧ କରାଯାଏ। ନିଦ୍ରା, ଗାଢ଼ ନିଦ୍ରା। ତନ୍ଦ୍ରା, ମାନ୍ୟତା ନିଦ୍ରା। ଯାନ, ନିର୍ଜୀବ ବାହକ। ବାହନ, ଜୀବବାହକ।
ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଭାଷାରେ କେତେ ଗୁଡ଼ିଏ ଅଶୁଦ୍ଧି ସମ୍ପର୍କରେ ଏବଂ ତାର ନିରାକରଣ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଆମେ ଦେଖାଇବା।